Hey guys, good afternoon. Welcome to my mini blog. तो ପାର୍ଲରରେ ବସି ବସି ମୁଁ ହେଇଯାଉଥିଲି ବୋର୍ ସେଥିଲାଗି ମୁଁ ଆସି ପହଞ୍ଚି ଯାଇଥିଲି ମଲ୍। ତ ମୋର କିଛି କିଣାକୁଣି କରିବାର ଥିଲା ସେଥିଲାଗି ମୁଁ ମଲ୍ ପହଞ୍ଚି ଯାଇଥିଲି ଦେଖିପାରୁଥିବେ। ତ ମୋର ସ୍ୱେଟର୍ ନେବାର ଥିଲା ଆଣ୍ଡ ଏତେ ସାରା କଲେକ୍ସନ୍ ଭିତରୁ ମୋତେ ଦୁଇଟା ପସନ୍ଦ ଆସିଲା, ଯେଉଁଟାକି ଫାର୍ଷ୍ଟ ହେଉଛି ଏଇଟା ଦେଖିପାରୁଥିବେ ମୁଁ ଆପଣଙ୍କୁ ପିନ୍ଧିକି ଦେଖାଉଛି ଆଣ୍ଡ ସେକେଣ୍ଡ ହେଉଛି ଏଇଟା। ତ ଦୁଇଟା ଭିତରୁ କେଉଁଟା ବେଟର୍ ଲାଗୁଛି ଆପଣମାନେ କୁହନ୍ତୁ, ବାକି ମୋତେ ତ ଏଇଟା ହିଁ ବେଟର୍ ଲାଗିଲା ସେଥିଲାଗି ମୁଁ ଏଇଟା ହିଁ ରଖୁଛି। ଦେନ୍ ଆଗେ ପଡ଼ି ଯାଇଥିଲା ଜିନ୍ସ କଲେକ୍ସନ୍ ଉପରକୁ। ବହୁତ ଦିନର ଇଚ୍ଛା ଥିଲା ଏଇ ଜିନ୍ସ ନେବା ପାଇଁ, କିନ୍ତୁ ପିନ୍ଧିକି ଦେଖିଲେ ଏତେ ଖାସ୍ ଲାଗିଲାନି। ଦେନ୍ ସେକେଣ୍ଡ ଟ୍ରାଏ କଲି ମୁଁ ଏଇଟା ଆଣ୍ଡ ମୋତେ ଏଇଟା ବେଷ୍ଟ ଲାଗିଲା, ତ ସେଥିଲାଗି ମୁଁ ଏଇଟା ରଖିଲି। ତ ସେଇଠୁ ଆମେ ପହଞ୍ଚି ଯାଇଥିଲୁ ଟପ୍ କଲେକ୍ସନ୍ ଉପରକୁ। ଦେଖିପାରୁଥିବେ ଇଏ ହେଉଛି ମୋ ଷ୍ଟୁଡେଣ୍ଟ, ଯିଏକି ପିନ୍ଧିକି ଦେଖୁଛନ୍ତି ତାଙ୍କ ଉପରେ କେମିତି କ'ଣ ଲାଗୁଛି। ତଳେ ଶାଢ଼ୀ ପିନ୍ଧିଛନ୍ତି, ଉପରେ ହେଉଛି ଟପ୍। ତ ଦେଖିପାରୁଥିବେ ଆମେ ନିଜର ମ୍ୟାଚିଂ ପିଙ୍କ ପିଙ୍କ। ଦେନ୍ ମୁଁ ଏଇଟା ବି ପିନ୍ଧିକି ଟ୍ରାଏ କଲି। ଦେନ୍ ଦୁଇଟା ଭିତରୁ କେଉଁଟା ବେଷ୍ଟ ଲାଗୁଛି ମୋତେ ତ ବାକି ଏଇଟା ଠିକ୍ ଲାଗିଲା, କାହିଁକିନା ମୁଁ ଟିକେ କନଫ୍ୟୁଜ୍ ହେଇଯାଏ। ତ ସେଥିଲାଗି ମୁଁ ସମସ୍ତଙ୍କୁ ପଚାରିଥିଲି କେଉଁଟା ବେଟର୍ ଲାଗୁଛି, ତ ସମସ୍ତେ ଏଇଟା ହିଁ କହିଲେ। ଦେନ୍ ମୁଁ ଏଇଟା ହିଁ ରଖିଲି। ତ ମଲ୍ ଆସିଲେ ମୁଁ ପୁରା କନଫ୍ୟୁଜ୍ ହେଇଯାଏ, ଏତେ ସାରା ଜିନିଷ ଭିତରୁ କ'ଣ ନେବି, ସେଥିଲାଗି ମୁଁ ଆସେନି, ବହୁତ ସାରା ପଇସା ଖର୍ଚ୍ଚ ହେଇଯାଏ। ସୋ 3 ଘଣ୍ଟା ପରେ ଆମେ ଦୁଇ ଜଣ ଏଇଟା ଚୁଜ୍ କଲୁ। ଦେଖିପାରୁଥିବେ ଏଇଟା ତାଙ୍କର ଆଣ୍ଡ ଏଇଟା ମୋର। ପେମେଣ୍ଟ କରିସାରିକି ଆମେ ଆସି ପହଞ୍ଚିଥିଲୁ ପାର୍ଲର। ଦେନ୍ ଆଜିକା ପାଇଁ ରହୁଛି, ଟାଟା।